ନା ଏବେ 5 ଜଣ ସାଇबर ଠକ ଧରା ପଡ଼ିଛନ୍ତି। ଆଗାମୀ ଦିନରେ এই লিস্ট আହୁরি লম্বা হব। এটা আন্তরাজ্য ক্রিমিনাল মানে এଥିରେ ইনভলভ অଛନ୍ତି। এটা এମିତି ହେଇଛି ଘଟଣା ଜଣେ କେ ଶ୍ରୀନୁ ରାଓ ବୋଲିକିରି ଜଣେ ଭିଲାଇର ଲୋକ ଅଛନ୍ତି, ଯେ ଏଠି ସେକ୍ଟର 4 ଏରିଆର ଯିଏକି ଏବେ ବର୍ତ୍ତମାନ ସେକ୍ଟର 15 ରେ ରହୁଛନ୍ତି ରାହୁଲ ରାୟ, ତାଙ୍କ ସାଙ୍ଗରେ ତାଙ୍କର ପରିଚିତି ହେଲା। ସେ ପରିଚୟ ଭିତରେ ସେ ତାଙ୍କୁ ଏସୁରାନ୍ସ ଦେଲେ ଯେ ତମେ ଏମିତି ଇନୋସେଣ୍ଟ ଲୋକଙ୍କଠୁ ଆକାଉଣ୍ଟ ଯାକ କଲେକ୍ସନ କର, ସେଇ ଆକାଉଣ୍ଟ ଯାକ ମତେ ଦିଅ, ସେଇ ଆକାଉଣ୍ଟକୁ ଆମେ ୟୁଜ୍ କରିବା ସାଇବର ଫ୍ରଡରେ, ଆଉ ଆମେ ଭଲ ପଇସା କମେଇବା। ସେ ସେଥିରେ ତାର ଯୋଉ ଅନ୍ୟ କ୍ରିମିନାଲ ଆସୋସିଏଟ ମାନେ ଅଛନ୍ତି, ତା ଭିତରେ ଅଜିତ ମୁଣ୍ଡା, ରୋହିତାସ କୋଲିଆ, ଅଭିଜିତ ନାୟକ, କେପି ଶୁଭମ, এই 4 ଜଣ ତାର ସାଙ୍ଗକୁ ସେ ଏନଗେଜ କଲା। ଏ ହିସାବରେ ଏବେ 10ଟା ଆକାଉଣ୍ଟ ସେମାନେ ଅଲରେଡି ପଠେଇ ସାରିଛନ୍ତି କେସ୍ ଶ୍ରୀନୁ ପାଖକୁ, ଆଉ 30ଟା ଆକାଉଣ୍ଟ ପଠେଇଥିବାର ଏଭିଡେନ୍ସ ଅଛି, ଯୋଉଟା ଅଣ୍ଡର ଭେରିଫିକେସନ ଅଛି। এই ସବୁ କ୍ରାଇମ ଯାକ ସେମାନେ ଶ୍ରୀନୁକୁ ପଠାଉଛନ୍ତି। ଶ୍ରୀନୁ ଆଗରେ ବି ଆଉ କିଏ ଅଛି ସେଇଟା ବି ଅଣ୍ଡର ଭେରିଫିକେସନ ଅଛି। ସେଇ ଆକାଉଣ୍ଟ ଯାକ ସେମାନେ ବିଭିନ୍ନ ଜାଗାରୁ ଯେତେବେଳେ ସାଇବର ଫ୍ରଡ କରୁଛନ୍ତି, এই ଆକାଉଣ୍ଟ ଯାକରେ ପଇସା ଡିପୋଜିଟ ହେଉଛି। ଡିପୋଜିଟ ହେଲା ପରେ ସେଇଠୁ ସେମାନେ କ୍ୟାଶ ବାହାର କରିକି ଫର୍ଦର ଟ୍ରାଞ୍ଜାକ୍ସନ କରୁଛନ୍ତି। ଏଭଳିଆ କରିକି ଚିଟିଂ କରୁଛନ୍ତି। ସେକେଣ୍ଡଲି ଏମାନେ କିଛି ଲୋକଙ୍କୁ ତାଙ୍କର ଯୋଉ ଆଧାର କାର୍ଡ, ପାନ କାର୍ଡ, ସିମ୍ କାର୍ଡ ଏଭଳିଆ ନେଇକି ଫର୍ଜ ଡକୁମେଣ୍ଟ ତିଆରି କରୁଛନ୍ତି। କିଛି ବ୍ୟାଙ୍କ ଏମ୍ପ୍ଲୟୀଙ୍କର ସହଯୋଗରେ ସେମାନେ ଫର୍ଜ ଆକାଉଣ୍ଟ ବି ତିଆରି କରୁଛନ୍ତି। ଆଉ ସେଇ ଆକାଉଣ୍ଟରେ ବି ଏଇଭଳିଆ ସାଇବର ଫ୍ରଡର ଯାହା ଆମାଉଣ୍ଟ ଆସୁଛି ତାକୁ ସେଇ ଆକାଉଣ୍ଟରେ ରିସିଭ କରୁଛନ୍ତି, ଆଉ ସେଇଠୁ ସେମାନେ ବେନିଫିଟ ନେଉଛନ୍ତି। এই କେସରେ ଏବେ କେ ଶ୍ରୀନୁ ବୋଲି ଜଣେ ଅଛନ୍ତି, ଯାହାକୁ ଏବେ ତାଙ୍କର ଡିଟେଲ ଆଡ୍ରେସ ଆଇଡେଣ୍ଟିଟି ଭେରିଫିକେସନ ଚାଲିଛି। ଆଉ ଏହାର ଲିଙ୍କଟା ପଞ୍ଜାବରେ ବି ଅଛି, ମଧ୍ୟପ୍ରଦେଶରେ ବି ଅଛି, ସେଇଟା ବି ଆମେ ଭେରିଫାଏ କରୁଛୁ। ଆଉ ସେଇଟା ମିଳିଲା ପରେ ଆମେ ଫର୍ଦର ପ୍ରୋସିଡ କରୁଛୁ। ଏଥିରେ ବିଭିନ୍ନ ପ୍ରକାର ଠକେଇ ଅଛି। ଆପଣମାନେ ଦେଖୁଥିବେ ଯେ ଆଜ୍ଞା ହଠାତ୍ ମୁଁ ଆଜି ଇଭିନିଂ ସ୍ନାକ୍ସ ମଗାଉଥିଲି, ଆଉ ମୋର ଠକେଇ ହେଇଗଲା 70,000। କିଏ କହୁଛି ଯେ ନାଇଁ ଆଜ୍ଞା ମତେ କହିଲେ ତମର କେୱାଇସି ଅପଡେଟ କର, ସେଇଥିରେ ପୁଣି ଠକେଇ ହେଇଗଲା କିଛି ଟଙ୍କା। କିଏ କହୁଛି ଯେ ଆପଣଙ୍କୁ ଜିଓ ଟାୱାର କରାହବ, ଆପଣ ଡକୁମେଣ୍ଟ ସବୁ ଦିଅନ୍ତୁ, ସେଇଥିରେ ଠକେଇ ହେଇଗଲା। ଏ ଯୋଉ ପଇସା ସବୁ ଆସୁଛି, ଏମିତି ବି ଆପଣ ଦେଖୁଥିବେ ହଠାତ୍ ଗୋଟେ ଲୋକକୁ ଫୋନଟେ ଆସୁଛି ଯେ ଆପଣଙ୍କର ଏଇଆ ଟିକେ ଡିଫେକ୍ଟ ଅଛି, ଆପଣ ଟିକେ ଅପଡେଟ